ଏଇ ଯେଉଁ 2 ମାସ ମୋ ସହିତ ବିତିଗଲା ସେଇ 2 ମାସ ମୁଁ କେବେ ବି ଭୁଲି ପାରିବିନି। କାହିଁକିନା ଏଇ 2 ମାସ ମୋତେ ପଇସାର ମୂଲ୍ୟ ବହୁତ ଶିଖେଇଛି। ସେତେବେଳେ 9/9/2017 ମସିହାର କଥା। ସେତେବେଳକୁ ନା ମୋ ବୟସ ମାତ୍ର 24 ବର୍ଷ ହେଇଥାଏ ମୋତେ। କିନ୍ତୁ ସେଇ 2 ମାସ ନା ମୋତେ ଯାହା ଶିଖେଇଲା ମୋ ଜୀବନରେ କେବେ ବି ଭୁଲି ପାରିବିନି। ସେଥିପାଇଁ ମୁଁ ଗୋଟେ ଶାନ୍ତ ଜାଗାକୁ ଆସିଛି, ଯେଉଁଟାକି ଆମ ଗାଁର ଜଙ୍ଗଲ। ତ ସେଠି ମୁଁ ବସିକି ଭିଡ଼ିଓ ବନାଉଛି। କାହିଁକି ନା ସେତେବେଳେ ଯାହା ଘଟି ଯାଇଥିଲା ନା, ସେତିକି ଜୀବନ ନା ମୋ ପାଇଁ ଯଥେଷ୍ଟ। ସେଇ 2 ମାସରେ ମୁଁ ବହୁତ କିଛି ଶିଖିଲି। ସତ କହିବି ସାଙ୍ଗମାନେ, କିନ୍ତୁ ଆପଣଙ୍କ ପାଖରେ ଯଦି ପଇସା ଅଛି ନା, ଆପଣ ଯାହା ଚାହିଁବେ କରିପାରିବେ। ଆଉ ଯଦି ଆପଣଙ୍କ ପାଖରେ ପଇସା ନାହିଁ ନା, ନିଜର ସ୍ୱପ୍ନ ପାଇଁ ଅନ୍ୟ ପାଖରେ ବି ହାତ ପତେଇବାକୁ ପଡ଼ିଥାଏ। ସେଇ 2 ମାସ ନା ଘରେ ସେଭଳିଆ ବି କିଛି କାମ ନଥାଏ। ଆଉ ଏପଟେ ବୋଉର ଦେହ ବି ବହୁତ ଖରାପ। କାହିଁକିନା ବୋଉର ଡାଇବେଟିସ୍, ଏପଟେ ବାପାଙ୍କର ବି ମଧ୍ୟ ଦେହ ଖରାପ ହେଇଥାଏ। ପାଖରେ ବି ମଧ୍ୟ ସେଭଳିଆ ପଇସା ନଥିଲା। ବାପା ମୋତେ ଯେଉଁ ପଇସା ଦେଇଥିଲେ ନା, ସେଇଠୁ କିଛି କିଛି ମୁଁ ଗୋଟେ କୁମ୍ପାରେ ସାଇତି କରିକି ରଖିଥାଏ। କିନ୍ତୁ ମୋ ମନରେ ଥିଲା ନା, ମୁଁ କେବେ ବି ସେ କୁମ୍ପାକୁ ଭାଙ୍ଗିବି ନାହିଁ। କିନ୍ତୁ ସେଦିନ ନା ମୋତେ ସେ କୁମ୍ପିକି ଭାଙ୍ଗିବାକୁ ପଡ଼ିଲା। କିନ୍ତୁ ଭିତରୁ ବାହାରିଲା ମାତ୍ର 4,460 ଟଙ୍କା। ସେଇ ପଇସାରେ ନା ମୁଁ ଚାଷ କାମ କଲି। କାହିଁକିନା ସେତେବେଳେ ଚାଷ ଥାଏ। ବୋଉର ଦେହ ଖରାପ, ତା ପାଇଁ ମେଡ଼ିସିନ ଆଣିଲି, ଚାଷବାସ ବି କାମ କଲି। ସେ ପଇସା ଏତେ ଜଲ୍ଦି ସରିଗଲା ଯେ ଶେଷରେ ମୋତେ ଲୋକଙ୍କ ପାଖରେ ହାତ ପତେଇବାକୁ ପଡ଼ିଲା। ତ କହିବି, କିନ୍ତୁ ସେଇ ମୁହୂର୍ତ୍ତରେ ମୋତେ ଯାହା ଲାଗିଲା ନା, କଷ୍ଟ ପଇସାର ନୁହଁ। କଷ୍ଟ ସେଇଟା ଯେ ନିଜକୁ ଅସହାୟ ଫିଲ୍ କରିବା। କିନ୍ତୁ ଏଇ 2 ମାସ ମୋତେ ଏତେ କଥା ଶିଖେଇଗଲା ଯେ ପଇସା ଆଜ୍ଞା ଗର୍ବ ନୁହଁ, ପଇସା ହେଉଛି ସୁରକ୍ଷା। ମୁଁ ଭାବୁଛି ଆପଣ ଯେଉଁ ଏଇ ଭିଡ଼ିଓ ଦେଖୁଛନ୍ତି, ଆପଣ ମଧ୍ୟ ଏଇ ଅବସ୍ଥା ଦେଇ ଗତି କରିଥିବେ। ଆଜ୍ଞା ମୁଁ କିନ୍ତୁ ଜାଣିନି ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି କି ନାହିଁ, କିନ୍ତୁ ମୁଁ ମୋ ଚେଷ୍ଟା ଛାଡ଼ିନି। ଯଦି ଏଇ ଭିଡ଼ିଓକୁ ଆପଣ ରିଲେଟ୍ କରିପାରୁଛନ୍ତି ତ ଭିଡ଼ିଓ ତଳେ ଗୋଟେ ନିହାତି ଭଲ କମେଣ୍ଟ କରିବେ।